ପୁରୀ ବଡ଼ଦାଣ୍ଡର ସେହି ପୁଣ୍ୟ ମାଟିରେ ବସି କାନ୍ଦୁଥାଏ ପୁଅଟି ତା ମା ପାଇଁ। ମହାପ୍ରଭୁଙ୍କ ପୁଣ୍ୟ ଧାମରେ ଘଟି ଯାଇଛି ଏକ ବିଚିତ୍ର ଘଟଣା। ଯେଉଁ ପୁଅ ନିଜ ମାଆକୁ ଧରି ଯାଇଥିଲା ମହାପ୍ରଭୁଙ୍କ ଦର୍ଶନ ପାଇଁ, ମାତ୍ର ସେ ଜାଣିନଥିଲା କି ତା ସହିତ ଆଜି ଏମିତି କିଛି ଘଟିଯିବ। ଶ୍ରୀମନ୍ଦିରର 4ଟି ଦ୍ୱାର ଖୋଲିବା ପରେ ବର୍ତ୍ତମାନ ଓଡ଼ିଶା ସମେତ ସମ୍ପୂର୍ଣ୍ଣ ଭାରତବର୍ଷରୁ ଭକ୍ତମାନଙ୍କର ଲମ୍ବା ଧାଡ଼ି ଲାଗିଛି। କାରଣ ଆଗକୁ ଆସୁଛି କାଳିଆ ସାଆନ୍ତଙ୍କର ଗୁଣ୍ଡିଚା ଯାତ୍ରା। କିନ୍ତୁ ଏବେଠୁ ଲାଗିଛି ପୁରୀ ବଡ଼ଦାଣ୍ଡରେ ଗହଳି ଚହଳି। ଭିଡ଼ ଭିତରେ ପଶି ଜଗାକୁ ଦର୍ଶନ କରୁଛନ୍ତି ଭକ୍ତମାନେ। ଆଉ ଗୋଟିଏ ଦିନ ପରେ କାଲି ହେଉଛି ମହାପ୍ରଭୁଙ୍କର ଗୁଣ୍ଡିଚା ଯାତ୍ରା। ମାତ୍ର ସେହି ଖୁସି ଆଉ ଭିଡ଼ ଭିତରେ କିଛି ଏମିତି ଘଟଣା ଘଟିଯାଇଛି, ତାହା ସେଦିନ ସେହି ପରିବାରର ସମ୍ପୂର୍ଣ୍ଣ ଜୀବନ ପରିବର୍ତ୍ତନ କରିଦେଇଛି। ଶ୍ରଦ୍ଧାଳୁମାନଙ୍କ ଭିଡ଼ ଭିତରେ ଘଟିଯାଇଛି ଗୋଟିଏ ହୃଦୟ ବିଦାରକ ଘଟଣା, ଯାହାକୁ ଶୁଣିଲା ପରେ ଆପଣଙ୍କର ଲୋମମୂଳ ଟାଙ୍କୁରି ଉଠିବ। କାଲି ହେଉଛି ମହାପ୍ରଭୁଙ୍କର ଗୁଣ୍ଡିଚା ଯାତ୍ରା। କିନ୍ତୁ ଆଜି ଏହି ମହାପ୍ରଭୁଙ୍କର ନେତ୍ର ଉତ୍ସବରେ ଘଟିଯାଇଛି ଏକ ପରିବାର ସହିତ ହୃଦୟ ବିଦାରକ ଘଟଣା। ତ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଯଦି ଆପଣ ସେହି ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଭକ୍ତ ଅଟନ୍ତି, ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ କମେଣ୍ଟରେ ଜୟ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିପଡ଼ା ଗ୍ରାମର ସୌମ୍ୟରଞ୍ଜନ ପରିଡ଼ା। ତାଙ୍କର ବୟସ 29 ବର୍ଷ। ତାଙ୍କର ଘରେ ଅଛନ୍ତି ତାଙ୍କର ମା, ବାପା ଆଉ ସାନ ଭଉଣୀ ରଜି ଆଉ ନବବିବାହିତା ସ୍ତ୍ରୀ ଲକ୍ଷ୍ମୀପ୍ରିୟା। ସୌମ୍ୟରଞ୍ଜନ ବାବୁ ହେଉଛନ୍ତି ଜଣେ ଶିକ୍ଷିତ ଯୁବକ ଏବଂ ସେ ବିଇଡ଼ି କରି ସରକାରୀ ଚାକିରି କରିବା ପାଇଁ ଅପେକ୍ଷା କରି ରହିଛନ୍ତି। ଏବଂ ଏହା ବ୍ୟତୀତ ସେ ଗାଁରେ ଗୋଟିଏ କୋଚିଂ ସେଣ୍ଟରଟିଏ ମଧ୍ୟ କରିଛନ୍ତି। ସେଥିରୁ ଯେତିକି ରୋଜଗାର ହୁଏ ସେଥିରେ ତାଙ୍କର ପରିବାର ଚଳନ୍ତି। ଏବଂ ଗତ 5 ମାସ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୌମ୍ୟରଞ୍ଜନ ବାବୁ। ମାତ୍ର ବିବାହର ଅଳ୍ପ ଦିନ ପରେ ତାଙ୍କ ଜୀବନରେ ଘଟିଯାଇଛି ଏକ ବହୁତ ବଡ଼ ଘଟଣା। ଯେଉଁ ଘଟଣାଟି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ନବବିବାହିତା ଦମ୍ପତିଙ୍କ ଜୀବନରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା। ଏବଂ ଏହି ଘଟଣାଟି ଘଟିଛି ମହାପ୍ରଭୁଙ୍କର ସେହି ପୁଣ୍ୟଭୂମି ଶ୍ରୀମନ୍ଦିରର ବଡ଼ଦାଣ୍ଡ ଆଗରେ। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ପୁରୀର ଚାରିଦ୍ୱାର ମଧ୍ୟ ଖୋଲା ସରିଛି ଏବଂ ସାରା ଓଡ଼ିଶା ସମେତ ସମଗ୍ର ଦେଶରୁ ଭକ୍ତମାନଙ୍କର ସୁଅ ଛୁଟିଛି ପୁରୀ ଆଡ଼କୁ। ଏବଂ ଏହି ଖବରଟି ପାଇବା ପରେ ସୌମ୍ୟରଞ୍ଜନ ବାବୁ ନିଜ ପରିବାରକୁ ଧରି ବାହାରି ପଡ଼ିଲେ ପୁରୀ ଆଡ଼କୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ସୌମ୍ୟବାବୁ ଗୋଟିଏ କାରଟିଏ ଭଡ଼ା କରି ବାପା, ମା, ସାନ ଭଉଣୀ ଏବଂ ନିଜ ସ୍ତ୍ରୀକୁ ଧରି ବାହାରି ପଡ଼ିଲେ ପୁରୀ ଆଡ଼କୁ। ଏବଂ ପ୍ରାୟ ଦିନ 11ଟା ସମୟରେ
ସେମାନେ ଆସି ପହଞ୍ଚିଗଲେ ପୁରୀଠାରେ। ତାଙ୍କ ପରିବାରର ସମସ୍ତ ସଦସ୍ୟମାନେ ମହାପ୍ରଭୁଙ୍କୁ ଭକ୍ତି କରନ୍ତି ଏବଂ ତାଙ୍କୁ ବହୁତ ମାନନ୍ତି। ଏବଂ ସୌମ୍ୟରଞ୍ଜନ ବାବୁଙ୍କର ମା ତ ମହାପ୍ରଭୁଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇପଡ଼ିଛନ୍ତି। ମହାପ୍ରଭୁଙ୍କ ପ୍ରତି ତାଙ୍କର ଥିବା ଭକ୍ତି ଯେତେ କହିଲେ ମଧ୍ୟ ସରିବ ନାହିଁ। କିନ୍ତୁ ସେଦିନ ତାଙ୍କ ଭାଗ୍ୟରେ ଅନ୍ୟ କିଛି ଲେଖା ଥିଲା। ଦିନ ବେଳର ସେହି ଟାଣ ଖରାରେ ସେମାନେ ଯାଇ ପହଞ୍ଚିଲେ ବଡ଼ ଦେଉଳରେ। ସେଦିନ ପୁରୀରେ ବହୁତ ଗହଳି ଲାଗିଥିଲା। ତାକୁ ଦେଖିକରି ଲାଗୁଥିଲା ସତେ ଯେମିତି ଜନସମୁଦ୍ର ପାଲଟି ଯାଇଛି ପୁରୀର ଏହି ବଡ଼ ଦେଉଳ। ଏହାପରେ ସୌମ୍ୟବାବୁ ସମସ୍ତଙ୍କୁ ଧରି ମନ୍ଦିର ଭିତରକୁ ପ୍ରବେଶ କରିଗଲେ। ବହୁତ ଗହଳି ସାଙ୍ଗକୁ ଭୀଷଣ ଟାଣ ଖରା, କିନ୍ତୁ ତଥାପି ତାଙ୍କର ମନରେ ଅଜସ୍ର ଖୁସି ଭରି ରହିଥିଲା। କାହିଁକି ନା ସେ ଆଜି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପାଇବେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେଠାରେ ଅନେକ ଭିଡ଼ ଥିଲା। ସମସ୍ତେ ପ୍ରାୟ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି। ତଥାପି ସେହି ମହାପ୍ରଭୁଙ୍କ କୃପାରୁ ଧୀରେ ଧୀରେ କରି ଯାଇ ମହାପ୍ରଭୁଙ୍କ ଦର୍ଶନ କରିଲେ ସେମାନେ। ଏହାପରେ ସମସ୍ତେ ପାର୍ଶ୍ୱରେ ଥିବା ଦେବାଦେବୀଙ୍କୁ ଦର୍ଶନ କରି ଅଭଡ଼ା ଖାଇବା ପାଇଁ ଆନନ୍ଦ ବଜାରକୁ ଗଲେ। କିନ୍ତୁ ସେଠି ଘଟିଗଲା ବହୁତ ବଡ଼ ଅଘଟଣ। ହଠାତ୍ ଭୀଷଣ ଖରାକୁ ସମ୍ଭାଳି ନ ପାରି ତଳେ ପଡ଼ିଗଲେ ସୌମ୍ୟରଞ୍ଜନ ବାବୁଙ୍କର ମା। ଏହା ଦେଖି କ'ଣ ହେଲା ବୋଲି ଭାବି ସୌମ୍ୟରଞ୍ଜନ ବାବୁ ଯାଇ ତାଙ୍କୁ ଧରି ପକାଇଲେ। କିନ୍ତୁ ଧରି ପକାଇଲା ବେଳକୁ ତାଙ୍କ ମା ସେତେବେଳେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଛନ୍ତି ସେଇ ଆନନ୍ଦ ବଜାରର ଭିଡ଼ ଭିତରେ। ହଠାତ୍ ସେଠାରେ ଲୋକମାନଙ୍କର ରୁଣ୍ଡ ହୋଇ ଆସିଲା। କ'ଣ ହେଲା ଏହିପରି ପାଟିତୁଣ୍ଡ କରିବାକୁ ଲାଗିଲେ ସେଠାରେ ଲୋକମାନେ। ଆଉ ସୌମ୍ୟରଞ୍ଜନ ବାବୁ ସେତେବେଳେ ନିଜକୁ ସମ୍ଭାଳି ନ ପାରି କ'ଣ ହେଲା ମାଆକୁ ଚିତ୍କାର କରି ଡାକିଲେ। କିନ୍ତୁ ସେତେବେଳେ ତାଙ୍କର ମା ଆଉ ତାଙ୍କ କଥା ଶୁଣିପାରିଲେ ନାହିଁ। ତାଙ୍କ ମା ଯେମିତି ଆଉ ଏ ଦୁନିଆରେ ନାହାନ୍ତି, ଏହିପରି ଅବସ୍ଥା ହୋଇଯାଇଥିଲା ସେତେବେଳକୁ। ଏହା ଦେଖି ସୌମ୍ୟରଞ୍ଜନ ବାବୁ ଭୋ ଭୋ ହୋଇ କାନ୍ଦୁଥାନ୍ତି ଏବଂ ସେ କାଳିଆ ଠାକୁରଙ୍କୁ ଡାକୁଥାନ୍ତି, ହେ ଜଗତର ନାଥ ଜଗନ୍ନାଥ, ମୁଁ କ'ଣ ଆସିଥିଲି ଆପଣଙ୍କ ପାଖକୁ ଏହି ଦଶା ଭୋଗିବା ପାଇଁ ପ୍ରଭୁ? ମୁଁ କ'ଣ ଆପଣଙ୍କୁ ଏଇଥିପାଇଁ ଆସିଥିଲି ଠାକୁର? ମୁଁ କ'ଣ ଆପଣଙ୍କୁ ଭକ୍ତି କରୁଥିଲି? ଆପଣ ଏଠାରକୁ ଆସିଲେ ମୋତେ ଏଇ ଦଣ୍ଡ ଦେବେ ପ୍ରଭୁ? ଏହିପରି କହି ସେ ସେଦିନ କାନ୍ଦିବାକୁ ଲାଗିଲେ। କିନ୍ତୁ ହଠାତ୍ ସେଇ ଭିଡ଼ ଭିତରେ ତାଙ୍କ ସହିତ ଏମିତି ଏକ ଘଟଣା ଘଟିଗଲା ଯାହା ସେ ଆଜି ପର୍ଯ୍ୟନ୍ତ ମଧ୍ୟ ଭୁଲି ପାରିନାହାନ୍ତି। ଏବଂ ସେ କାଳିଆ ସାଆନ୍ତଙ୍କର ଅନୁଭୂତିକୁ ସେ ଆଜି ସୁନ୍ଦର ଭାବରେ ବଖାଣି ପାରିଛନ୍ତି। ହଠାତ୍ ତାଙ୍କ ଆଗକୁ ଆସିଗଲା ଏକ ଛୋଟ ବାଳୁତଟିଏ। ହାତରେ ତାର ଥିଲା ଗୋଟିଏ କମଣ୍ଡଳୁ, ଆଉ କମଣ୍ଡଳୁ ଭିତରେ ଥିଲା ତୁଳସୀ ପାଣି, ନୈବେଦ୍ୟ ଆଉ ନିର୍ମାଲ୍ୟ। ସେ ସେଠାକୁ ଆସି ଚନ୍ଦନ ବାବୁଙ୍କ ମାଙ୍କ ମୁଣ୍ଡରେ ଚନ୍ଦନ ଟିପା ଲଗାଇ ଦେଇ ସେହି ତୁଳସୀ ପାଣି ଓ ନୈବେଦ୍ୟକୁ ତାଙ୍କ ପାଟିରେ ଦେଇଦେଲେ। ଆଉ ତାଙ୍କ ମୁହଁରେ ଟିକିଏ ପାଣି ଛିଞ୍ଚି ଦେଇ କହିଲେ, ମା ଉଠିପଡ଼ ମା। ଏତିକି କହିବା ମାତ୍ରେ
ଚନ୍ଦନ ବାବୁଙ୍କର ମା ଉଠି ପଡ଼ିଥିଲେ ଏବଂ ଏହିପରି ଘଟଣାକୁ ସେ ଆଜି ପର୍ଯ୍ୟନ୍ତ ମଧ୍ୟ ଭୁଲି ପାରିନାହାନ୍ତି। ତ ମହାପ୍ରଭୁ